ଆରେ ଏ ମଣିଷ, ଜଲ୍ଦି ଜଲ୍ଦି ତଳକୁ ଆସେ କହୁଛି। ତତେ ପରା ମୁଁ ଖାଇବି। ନା, ମୁଁ ଜମା ତଳକୁ ଯିବିନି। ମୁଁ ଏଇଠାରେ ହିଁ ଝୁଲିକି ରହିବି। ମୁଁ ଜମା ତଳକୁ ଯିବିନି। ଆରେ ମୁଁ କେତେ ସମୟ ହେଲାଣି ଅପେକ୍ଷା କରିଛି। ବହୁତ ଦିନ ହେବ ମୁଁ ମଣିଷର ମାଂସ ଖାଇନି। ଆଜି ତ ମୁଁ ତତେ ଖାଇବି। ମୁଁ ତ ଜମା ତଳକୁ ଯିବିନି। ଏଇ ଗଛରେ ହିଁ ଝୁଲିକି ରହିବି। କିଛି ସମୟ ପରେ ସେଠାକୁ ଗୋଟିଏ ଶିଆଳ ଆସିଲା ଆଉ ବାଘକୁ କହିଲା, ବାଘ ମାମୁଁ, ଆରେ ଓ ବାଘ ମାମୁଁ, ତୁମେ ଏଠାରେ ଏକା ଏକା କ'ଣ କରୁଛ? ଆରେ ଶିଆଳ, ତୁ କ'ଣ ଅନ୍ଧ କି ତତେ ଦେଖାଯାଉନି? ମୁଁ ପରା ଏଠାରେ ଶିକାର କରିବା ପାଇଁ ଅପେକ୍ଷା କରିଛି। କିନ୍ତୁ ମାମୁଁ, ତୁମେ ଏଠାରେ କି ଶିକାର କରିବ ବା? ଏଠାରେ ତ ମୁଁ କିଛି ଦେଖିବାକୁ ପାଉନି। ଅଛି ଅଛି, ତୋ ମୁଣ୍ଡ ଉପରେ ଦେଖ ଦେଖ, ସେଇଠି ମୋ ଶିକାରଟି ଝୁଲିକି ଅଛି। ଆରେ ସତରେ ତ, ଏ ମଣିଷଟିକୁ ତୁମେ ଶିକାର କରିବ? ହଁ, ବହୁତ ଦିନ ହେବ ମଣିଷର ମାଂସ ଖାଇନାହିଁ, ତ ଆଜି ହିଁ ମୁଁ ଏଇ ମଣିଷର ମାଂସକୁ ଖାଇବି। ମଣିଷଟିକୁ ଦେଖି ମନେ ମନେ ଶିଆଳଟି ଭାବୁଥିଲା, ଏଇ ମଣିଷଟି ତ ମୋତେ ଦିନେ ସାହାଯ୍ୟ କରିଥିଲା। ଯାହା ବି ହେଇଯାଉ ପଛେ କିଛି ଗୋଟେ କରି ଏଇ ବାଘର ମୁହଁରୁ ଏଇ ମଣିଷଟିକୁ ମୋତେ ବଞ୍ଚେଇବାକୁ ପଡ଼ିବ। ଆରେ ବାଘ ମାମୁଁ, ତୁମେ ଯାହାକୁ ଶିକାର କରିଛ ତାକୁ ତ ଧରୁ ଧରୁ ତୁମେ ପୁରା ନାକେଦମ ହୋଇଯିବ, ହେଲେ ଖାଇପାରିବନି। ଖାଲିଟାରେ ତୁମେ ଆହୁରି ଭୋକରେ ଛଟପଟ ହୋଇଯିବ। ଗୋଟେ କାମ କର, ତୁମେ ଯାଇ ଆଉ କ'ଣ ଶିକାର କରି ଖାଇଦିଅ। ଆରେ ଶିଆଳ, ତୁ ତ ଠିକ କଥା କହିଛୁ। ମୁଁ ତ ସକାଳୁ ଏ ଗଛ ତଳେ ଛିଡ଼ା ହୋଇଛି, ହେଲେ ସେ ମଣିଷ ତ ତଳକୁ ଆସିବାର ନାଁ ହିଁ ନେଉନି। ହଁ ମାମୁଁ, ମୁଁ ତ ସେଇଆ ହିଁ କହୁଛି। ଏଇ ଲୋକଟା ପୁରା ଖରାପ। ସିଏ ତଳକୁ ଆସିବନି। ତୁମେ ଅନ୍ୟ କିଛି ଶିକାର ଦେଖ। ହଁ ଶିଆଳ, ତୁ ଠିକ କହିଛୁ। ଗୋଟେ କାମ କର, ତୁ ଏଠାରେ ଜଗିଥା। ମୁଁ ଯାଉଛି, କିଛି ସମୟ ପରେ ଶିକାର କରିସାରି ପୁଣି ଏଠାକୁ ଆସିବି। ଏହା କହି ବାଘଟି ସେଠାରୁ ଚାଲିଗଲା ଆଉ ଶିଆଳ ମଣିଷଟିକୁ କହିଲା, ଆରେ ତୁମେ ଏପର୍ଯ୍ୟନ୍ତ ବି ସେମିତି ଝୁଲିକି ଅଛ? ଶୀଘ୍ର ଶୀଘ୍ର ତଳକୁ ପଳେଇ ଆସ। ଶିଆଳର କଥା ଶୁଣି ଲୋକଟି ତଳକୁ ପଳେଇ ଆସିଲା। ଆରେ ଓ ମହାଶୟ, ତୁମେ ସେ ଗଛର ଡାଳରେ ଝୁଲିଥିଲ କ'ଣ ପାଇଁ? ଓହୋ, କ'ଣ କହିବି ଶିଆଳ ଭାଇ, ମୁଁ ସେ ଗଛ ପାଖରେ ଥିଲି ଆଉ ସେ ବାଘ କୋଉଠି ଥିଲା କେଜାଣି ଆସି ଏଠି ପହଞ୍ଚିଗଲା। ମୁଁ ତ ଲୁଚିଗଲି, ତଥାପି ସିଏ ଏଠାରୁ ଗଲାନି। ସିଏ ବାସ୍ନା ଶୁଙ୍ଘି ଶୁଙ୍ଘି ଏଇଠାରେ ରହିଲା ମୋତେ ଖାଇବା ପାଇଁ। ତ ମୁଁ ଡରରେ ଗଛ ଉପରକୁ ଚଢ଼ି ଝୁଲିକି ରହିଲି। ହଁ ହଁ, ଏବେ ବୁଝିଲି। ତାହେଲେ ଏମିତି କଥା। ତୁମେ ଗୋଟେ କାମ କର, ତୁମେ ଯେତେ ଶୀଘ୍ର ପାରୁଛ ଘରକୁ ପଳା। ଆଉ ଏଠାକୁ କେବେ ବି ହେଲେ ଆସିବନି, ବୁଝିଲ? ହଁ, ତୁମକୁ ବହୁତ ବହୁତ ଧନ୍ୟବାଦ। ତୁମ କଥା ମୁଁ ଜୀବନ ଯାକ ବି ଭୁଲି ପାରିବିନି। କିଛି ସମୟ ପରେ ବାଘ ସେଠାରେ ଆସି ପହଞ୍ଚିଗଲା। ସେ ଦେଖିଲା ଲୋକଟା ସେଠାରେ ନାହିଁ। ସେ ସାଙ୍ଗେ ସାଙ୍ଗେ ରାଗିକି ଶିଆଳକୁ କହିଲା, ଆରେ ଏ ଶିଆଳ, ସେ ଲୋକଟା କୁଆଡ଼େ ଗଲା? ତତେ ତ ମୁଁ ଏଠାରେ ଜଗେଇ ଦେଇକି ଯାଇଥିଲି, ହେଲେ ସେ ଲୋକଟା କାହିଁ? ବାଘ ମାମୁଁ, ମୁଁ ତ ଭଲ ଭାବରେ ଏଠାରେ ଜଗିଥିଲି, ହେଲେ ଟିକେ ନିଦ ଲାଗି ଯାଇଥିଲା। ମୁଁ ନିଜେ ବି ହେଲେ ଜାଣିପାରିଲିନି। ସେଇ ସୁଯୋଗରେ ବୋଧେ ସେ ଲୋକଟା ଓହ୍ଲେଇକି କେତେବେଳେ ପଳେଇଛି। ଆରେ ଶିଆଳ, ତୁ କ'ଣ କଲୁ? ତୁ ତ ବଡ଼ ଅନ୍ୟାୟ କଲୁ। ତୁ ମୋ ସାଙ୍ଗରେ ଧୋକାବାଜ କାମ କଲୁ। ତତେ ଏହାର ଫଳ ଭୋଗିବାକୁ ହେବ। ବାଘର ଏମିତି ଆଚରଣ ଦେଖି ଶିଆଳଟି ପୁରା ଭୟ କରିଗଲା। ଆରେ ଆରେ, ମୁଁ କ'ଣ ଦେଖୁଛି? ତାକୁ ସିନା ବିପଦରୁ ଉଦ୍ଧାର କରିଦେଲି, ହେଲେ ମୁଁ ତ ଏବେ ବିପଦରେ ପଡ଼ିଗଲି। ବାଘ ମାମୁଁ, ମୋର ଏଥିରେ ଦୋଷ କ'ଣ ଯେ? ତୁମେ ତ ଯେମିତି କହିଥିଲ ମୁଁ ତ ସେମିତି କଲି, ହେଲେ କେତେବେଳେ ଯେ ଆଖି ଲାଗିଗଲା ମୁଁ ଜମା ଜାଣିପାରିଲିନି। ହଁ ହଁ, ତୋର ନିଶ୍ଚିତ ଦୋଷ ଅଛି। ଏବେ ମୁଁ ତତେ ଖାଇକି ମୋ ପେଟକୁ ଭର୍ତ୍ତି କରିବି। ନା ନା ବାଘ ମାମୁଁ, ମୋତେ ଖାଅ ନାହିଁ। ହଁ,
ମୁଁ ତତେ ଛାଡ଼ିପାରିବି, ହେଲେ ଗୋଟିଏ ସର୍ତ୍ତରେ। ତୁ ପ୍ରତିଦିନ ମୋ ପାଇଁ ଗୋଟେ ଲେଖା କୁକୁଡ଼ା ଆଣିଦେବୁ। ଆଚ୍ଛା ଠିକ୍ ଅଛି, ମୁଁ ତୁମ ସର୍ତ୍ତରେ ରାଜି ଅଛି। ହେଲେ ଯଦି ଗୋଟେ ଦିନ କିଛି କାମ ପାଇଁ କୁକୁଡ଼ା ନ ଆଣିପାରିଲି, ସେଦିନ କ'ଣ ହେବ? ଯୋଉ ଦିନ ତୁ କୁକୁଡ଼ା ନ ଆଣିବୁ, ସେଦିନ ମୁଁ ତତେ ଖାଇବି। ଏହା ଶୁଣି ଶିଆଳଟି ବଡ଼ ଝାମେଲାରେ ପଡ଼ିଗଲା। ହଉ ଠିକ୍ ଅଛି ବାଘ ମାମୁଁ, ମୁଁ କାଲିଠାରୁ ସବୁଦିନ ତୁମ ପାଇଁ ଗୋଟିଏ ଲେଖା କୁକୁଡ଼ା ନେଇ ଆସିବି। ତାପରେ ଶିଆଳ ସେ ଲୋକଟିର ଘରକୁ ଗଲା। ଆରେ ଭାଇ, ତୁମକୁ ବଞ୍ଚେଇ ମୁଁ ଗୋଟିଏ ବଡ଼ ବିପଦରେ ପଡ଼ିଯାଇଛି। ଏବେ ତୁମେ ମୋତେ ବଞ୍ଚାଅରେ ଭାଇ। ଆରେ ଶିଆଳ ଭାଇ, ତୁମର କ'ଣ ହୋଇଛି? ମୋତେ ସବୁ କିଛି ଖୋଲିକି କୁହ। ମୁଁ ତୁମକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବି। ଶୁଣ, ମୁଁ ତୁମକୁ ବାଘର ମୁହଁରୁ ସାହାଯ୍ୟ କରିଛି, ସେଥିପାଇଁ ବାଘ ମୋ ଠାରୁ ପ୍ରତିଦିନ ଗୋଟାଏ ଲେଖାଏଁ କୁକୁଡ଼ା ଖାଇବ। ଯୋଉଦିନ ମୁଁ ତାକୁ କୁକୁଡ଼ା ନ ଦେଇପାରିବି, ସେଦିନ ସେ ମୋତେ ଖାଇଦେବ। ଆରେ ଶିଆଳ ଭାଇ, ତୁମେ କିଛି ଚିନ୍ତା କରନି। ଆମ ଘରେ ବହୁତ କୁକୁଡ଼ା ଅଛି। ତୁମେ ସବୁଦିନ ଆସି ଗୋଟିଏ ଲେଖାଏଁ କୁକୁଡ଼ା ନେଇକି ଯିବ, ଆଉ ବାଘକୁ ଦେଇଦେବ। ଆରେ ଭାଇ, ଯାହା ହଉ, ତୁମେ ମୋତେ ଗୋଟିଏ ବଡ଼ ବିପଦରୁ ବଞ୍ଚେଇଦେଲ। ଠିକ୍ ଅଛି, ମୁଁ ସବୁଦିନ ତୁମଠାରୁ ଗୋଟିଏ ଲେଖା କୁକୁଡ଼ା ନେଇଯିବି। ଶିଆଳଟି ଗୋଟିଏ କୁକୁଡ଼ା ଆଣି ବାଘ ପାଖକୁ ଆସିଲା। ଆରେ ଶିଆଳ, ଯାହା ହଉ, ତୁ ମୋ କଥା ରଖିଲୁ। ଏମିତି ସବୁଦିନ ଗୋଟିଏ ଲେଖା କୁକୁଡ଼ା ଆଣିକି ଦବୁ, ନହେଲେ ତତେ ଖାଇଦେବି। ତୁମେ ଏତେ କଥା ଆଉ ଭାବନି ବାଘ ମାମୁଁ, ମୁଁ ସବୁଦିନ ତୁମ ପାଇଁ କୁକୁଡ଼ା ନେଇକି ଆସିବି। ଏମିତି କହି ଶିଆଳ ସେଠାରୁ ଚାଲିଗଲା। ତା ପରଦିନ ଶିଆଳ ସେ ଲୋକଟିର ଘରକୁ ଯିବାବେଳେ ବାଟରେ ଭାବୁଥିଲା, ଏମିତି ଯଦି ସବୁଦିନ ମୁଁ ବାଘକୁ ଗୋଟାଏ ଗୋଟାଏ କରି କୁକୁଡ଼ା ନେଇଦେବି, ଗୋଟେ ଦିନ ତ ଏ କୁକୁଡ଼ା ସବୁ ସରିଯିବ, ଆଉ ସେଦିନ ତ ବାଘ ମୋତେ ହିଁ ଖାଇଦେବ, ଆଉ ମୁଁ ତା ମୁହଁରୁ ବଞ୍ଚି ପାରିବିନି। ମୋତେ କିଛି ଗୋଟେ ଉପାୟ ଚିନ୍ତା କରିବାକୁ ପଡ଼ିବ। ଏହିପରି ଶିଆଳ ସେ ଲୋକଟିର ଘରେ ଯାଇ ପହଞ୍ଚିଲା, ଆଉ ସେ ବାଘ ପାଇଁ ଗୋଟିଏ ଉପାୟ ଚିନ୍ତା କଲା। ହଁ ଶିଆଳ ଭାଇ, ତୁମେ ତ ଠିକ୍ କହିଛ, ଏହା ହିଁ କରିବାକୁ ପଡ଼ିବ। ତାପରେ ଶିଆଳ ଗୋଟିଏ କୁକୁଡ଼ା ନେଇ ବାଘ ପାଖକୁ ଗଲା। ଆରେ, ତୁ ତ ଠିକ୍ ଭାବେ କାମଟି କରୁଛୁ, କୁକୁଡ଼ା ନେଇ ଆସୁଛୁ, ହେଲେ ପ୍ରତିଦିନ ଗୋଟିଏ କୁକୁଡ଼ା ଖାଇ ମୋ ପେଟ ପୁରୁନି। ବାଘ ମାମୁଁ, ମୁଁ ତୁମକୁ ଗୋଟିଏ ବୁଦ୍ଧି ଦେଉଛି, ଭଲ ବୁଦ୍ଧିଟେ ମ। ତୁମେ ତ ଗୋଟାଏ ଲେଖା କୁକୁଡ଼ା ଖାଇ ତୁମର ପେଟ ପୁରୁନି। ତୁମ ଗୋଟିଏ କାମ କର, ମୁଁ ଯୋଉଠୁ ଏ କୁକୁଡ଼ା ସବୁ ଆଣୁଛି, ସେଠାରେ ବହୁତ କୁକୁଡ଼ା ଅଛି। ତୁମେ ଯଦି ସେଠାକୁ ଯିବ, ତାହେଲେ କୁକୁଡ଼ା ଖାଇ ଖାଇ ତୁମେ ଖାଇପାରିବନି। ଆରେ, ତୁ ତ ଠିକ୍ କଥା କହୁଛୁ। ହଁ ବାଘ ମାମୁଁ, ସେଠାରେ ବହୁତ କୁକୁଡ଼ା ଅଛି। ତୁମେ ଯଦି ସବୁଦିନ ଖାଇବ ବି ସାରିପାରିବନି। ଶିଆଳଟି ବାଘକୁ ଫୁସୁଲା ଫୁସୁଲି କରି ଚାଲାକି କଥା କହି ବାଘକୁ ସେ ଲୋକଟିର ଘରକୁ ନେଇ ଆସିଲା, ଆଉ କହିଲା, ଆରେ ବାଘ ମାମୁଁ, ସେଇ ଯୋଉ ଘର ଦେଖୁଛ, ସେଇଠି ବହୁତ କୁକୁଡ଼ା ଅଛି। ତୁମେ ସେଠାକୁ ଯାଅ, ମୁଁ ଏଠି ଜଗିଛି। ଯଦି କିଏ ଆସିବ, ମୁଁ ତୁମକୁ ସାଙ୍ଗେ ସାଙ୍ଗେ ସତର୍କ କରିଦେବି। ତୁମେ ଶୀଘ୍ର ଶୀଘ୍ର ସେଠାରୁ ପଳେଇବ। ଶିଆଳର କଥା ଶୁଣି ବାଘ ଆଉ ଡେରି ନ କରି ସେ ଘରଟି ଭିତରକୁ ପଶିଗଲା, ଆଉ ସେ ଲୋକଟି ଲୁଚିକି ଥାଇ ଗେଟ୍ଟି ସାଙ୍ଗେ ସାଙ୍ଗେ ଦେଇଦେଲା। ହା ହା ହା, ଏବେ ମୋ କାମଟି ଠିକ୍ ଠାକ୍ ହୋଇଯାଇଛି। ଏ ବାଘଟିକୁ ଏବେ ମରିବାକୁ ପଡ଼ିବ, ତା ନହେଲେ ଇଏ ଆମକୁ ସମସ୍ତଙ୍କୁ ଖାଇଯିବ।